ଆଜି ହେଉଛି 27 ଅଗଷ୍ଟ 2025 ବୁଧବାର। ଆଜିକାର ପାଣିପାଗ ଅପଡେଟ୍ ଆସିସାରିଛି। ଆଜି ସନ୍ଧ୍ୟା ସୁଦ୍ଧା ସାରା ରାଜ୍ୟରେ ବର୍ଷା ଲାଗି ରହିବ ଏବଂ 3ଟି ୱାର୍ଣ୍ଣିଂ ଦିଆଯାଇଛି। ରେଡ୍, ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। 6ଟି ଜିଲ୍ଲାଗୁଡ଼ିକରେ 12 ସେଣ୍ଟିମିଟରରୁ 20 ସେଣ୍ଟିମିଟର ବର୍ଷା ଏବଂ ପବନ ମଧ୍ୟ 30ରୁ 40 କିମି ବେଗରେ ବହିପାରେ ଏବଂ ବାକି ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ। କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ ଏବଂ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କେଉଁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଜାଣିବା ପୂର୍ବରୁ ଆମ ଚ୍ୟାନେଲରେ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ। ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା 24ଟି ଜିଲ୍ଲାଗୁଡ଼ିକରେ କେଉଁ ଜିଲ୍ଲାରେ ଭଲ ବର୍ଷା ଏବଂ କେଉଁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ଦେଓଗଡ଼, ସୁନ୍ଦରଗଡ଼, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି। ଏହି ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ। ଏହି ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଭୀଷଣ ବର୍ଷା ମଧ୍ୟ ହୋଇପାରେ। ପବନ ମଧ୍ୟ ଖୁବ୍ ମାତ୍ରାରେ ରହିଅଛି। ତା ସହିତ ଘଡ଼ଘଡ଼ି ଖୁବ୍ ମାତ୍ରାରେ ଅଛି। ଆଜି ପାଇଁ ଏତିକି। ରହିଲି। ଧନ୍ୟବାଦ।